देह भाई रामायण कथा राम राजा हेबे कैकेयी कथा गई जदि भरत मते मा न डाकिबो ताले मु आत्महत्या करी भरत कथा गई राम को जदि मु मा डाके ताले मु आत्महत्या करी एठी कथा अछि भाई मन रे मन 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 भाई मन रे मंग सलखी धर भाई मन सलखी धर भाई मन जेबे तू तोरिबू जेबे तू तोरिबू जेबे तू पारिबू जेबे तू पारिबू जेबे तू तोरिबू भव संसार भाई मन मंग सलखी धर भाई मन जेबे तू तोरिबू जेबे तू तोरिबू जेबे तू पारिबू जेबे तू पारिबू ना ना जेबे तू तोरिबू भव संसार भाई खाली घोटा चढ़ अरे किए ताको बुढ़ा कहूँ बुढ़ा बुढ़ा आदि देवी ए बुढ़ा कहूले काली बुढ़ा कौन रे बाबा बुढ़ा एणिकी पूरा उठिबो उपस्थित आजिर यही पवित्र पंचम जामिनीर मोर आध्यात्मिक प्रेमी विबुध मानस पुराण तोषिनी जननी कल्पा भगिनी कल्पा मोर माँ माने समस्त कुनाकुनी माने ए अंचल युवबंधु ठीक ठीक मालो आज्ञा बड़ भाई पाल्ला कले कले निकी टिके हाँ मानिबो ना बुझीगल ना हाँ से मुंडा टुंगा टुंडी भाई तुम कहीं इमिति होउछ कौन हेले कहीं मु तो तुमको 4 दिन भीतर बड़ भाई सम्मान दौच जदियो ये बादी पाला बस बस जदि ओ ये बादी पाला टिके कुहाकुई हवा को पड़िबो ठीक ठीक नहले अनुष्ठान कैलाश सार हमको पैसा देबे नहीं 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 बा अनुष्ठान कर्मकर्ता हमको पैसा देबे नहीं कहीं मु तो केबे तुमको पाला वाला कोई आओ काली तुम कहलो हो पाला वाला अनानी तुम आज खाई पारिबोन पानी मिसाओ भाई टिके व्याकरण को जीव तुम तो पिजी फिजी करीना को अर्थरे बाला लगा जाए घर धरला एथर बालाटा पाला बाला केउ अर्थरे लगी
ଆଉ ବାଦାମ ବାଲା ଆମେ ଛୁଆ କହନ୍ତିନି କି ମଉସା ଏ ବାଦାମ ବାଲା ଆଜ୍ଞା ଆଜ୍ଞା ଆଇସ୍କ୍ରିମ ବାଲା ଏଇ ହଁ ଇଏ ବାଲାଟା କୋଉ ଅର୍ଥରେ ଲାଗିଛି ଏଟା ଲ ପ୍ରକୃତିର ପାଉଛି ଷଷ୍ଠୀ ଶୁଣ ବିଭକ୍ତିର। ତମେ କହିଲ ତମ ଦେହଟା ଭଲ ଥିଲେ କଣ କରିଥାନ୍ତ ମୁଁ କାଳେ ପ୍ରଥମ ଦିନରୁ ପାଲା ଗାଇ ସାରିଲା ପରେ ପୁରୀ ଛାଡି ପଳେଇଥାନ୍ତି ହଉ ବାବୁ ନା ତମ ଜିଲ୍ଲାରେ ମୁଁ ପା କହିଲି 5ଟା ଅନୁଷ୍ଠାନରେ ଏକୁ ଲଗେଇକି ମୁଁ 7 ରାତିଆ ଗାଇଲିଣି ଆଜ୍ଞା କହିପାରିବ ଆମ ଜିଲ୍ଲାରେ ତମେ କେତେଟା 7 ରାତିଆ ଗାଇଛ ସେ ଜାଣି ନଥିଲେ କଣ ଶୁଣ ବଡ ଭାଇ ସମ୍ମାନ ଦବା ବିଧେୟ ମୁଁ ଯାହା କହେ ହସି ହସି ଠିକ ତମ ଯୋଉ ଢୋଲ ବାଲାଟି ହାଇ ଆସିକି ଦୂର କରିକି ବଜଉଛି ଯୋଉ ମୃଦଙ୍ଗ ବାଲାଟି ଆଜ୍ଞା ବାବୁ ତାଳ ତଳେ ମଉସା ସଙ୍ଗୀତ ଆପଣ ଗାନ କରୁଛନ୍ତି ତାଳ ତଳେ ମର୍ଦଳ ନା ମର୍ଦଳ ଉପରେ ତାଳ ଆରେ ତାଳ ତଳେ ମର୍ଦଳ ତ ହଁ ଆଉ ତମେ ଢୋ ଢୋ କରି ବଜାଇଲେ ତ୍ରିଲୋଚନ ଭାଇ ତମେ କଣ ଗାଉଛ ମାଙ୍କ କାନକୁ ତ ପଶୁନି ଆଉ 5 ଜଣ ଯାକ ମିଶିକି ହଁ ହୋ ହୋ ଖାଲି ହଉଛ ଆଉ ଆରେ ଗେଣ୍ଡାଳିଆ ଗେଣ୍ଡା ଗିଳେ ଠିକ ସେ ନୃସିଂହ ନନାଟା 2-4ଟା ସ୍ୱର ତମକୁ କହିଦେଇଛି ସେଇ ସ୍ୱରକୁ ନେଇକି ପାଲା କରୁଛ ଆଜ୍ଞା ନାଇଁ ଆଜ୍ଞା ଆଉ ତମେ କଣ ଆଗ କଣ ପଛ କଣ ତମେ ଜାଣିନା ମୁଁ ସେତିକି ଶିଖିଛି ର ଭାଇନ ବାବୁ ଆଜ୍ଞା ଭାଇ କଣ ପାଲା କଲେ ମା ର ଏଠି ଖୋଲ ମା ରାମ ଆସିଲେ କୋଉଠୁ କେଉଁଠୁ ମୁଲମୁଲ ନାହିଁ ନା ଅଯୋଧ୍ୟାକୁ ଆସିଲେ ଲଙ୍କାର ରାବଣକୁ ବୋଧିକି ଆଜ୍ଞା ସୀତା ଲକ୍ଷ୍ମଣଙ୍କୁ ନେଇ ହଁ ମା କୈକେୟୀ କହିଲା କହିଲେ ଅପେକ୍ଷା କରିଛି ହଁ 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 ତା ପୁଅ ତାକୁ 14 ବର୍ଷ ହେଲା କେବେ ମା ଡାକିନି ରାଜମାଇ ହବୁନି କଥାଟା ଅମଳ କର ସେଇ ଘାଟି ଯଦି ଜଣେ ପୁଅ ତା ବାପାକୁ ବାପା ଡାକିବ ନା ନା ଯଦି ଜଣେ ପୁଅ ତା କୌଣସି କାରଣରୁ ତା ମାକୁ ମା ଡାକିବନି ନା ତା ମାର ଛାତିର କଲିଜା ଖସି ପଡିବନି 14 ବର୍ଷ ଧରି ଭରତ କୈକେୟୀକି ମା ଡାକିଲା ନା ତମେ ପ୍ରଶ୍ନ ରଖିଛ କୋଉ ନ୍ୟାୟରେ ମା ଡାକିବ ଡାକିବ ନା କେମିତି ଡାକିବ ଡାକିବନି ମୁଁ ପା ର ନା କାଇଁ ପାଟି କରୁଛୁ ନ୍ୟାୟଟା ଦଉନା ଯେମିତି ନ୍ୟାୟ ରଖିଛି ତମ ଗାଁରେ ନ୍ୟାୟ ଫ୍ୟାୟ ହୁଏ ନା ଆରେ 5 ଜଣ 5 କଥା କହିସାରିଲା ପରେ ତାର ନିର୍ଯାସ ବାହାରିଲେ ତାକୁ ନ୍ୟାୟ କୁହାଯାଏ ଠିକ ଠିକ ନାଇଁ ମା 5 ଜଣ 5ଟା ମତ ଦେବେ ତା ଭିତରୁ ଯୋଉ ମତଟା ଠିକ ସିଏ ହଉଛି ନ୍ୟାୟ 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 ଏ ନୁହେଁ କି ଆଜ୍ଞା ଆଉ ସାଙ୍ଗେ ସାଙ୍ଗେ ନ୍ୟାୟ ହେଇଯିବ ନା ନାଇଁ ନାଇଁ ର ପାଟି କର ବିଚାର ହବ କୁହନ୍ତୁ ଆଜ୍ଞା ଭାଇନ ବାବୁ ଆଜ୍ଞା ତମେ କହିଲ କୋଉ ନ୍ୟାୟରେ ଡାକିବ ଆଜ୍ଞା ତାହେଲେ ତମେ ରାମଙ୍କୁ ନେଇ ଆସିଲ କୋଉଠିକି କୋଉଠିକି ରବୀନ୍ଦ୍ରନାଥ ତମେ ପା ଦେଖୁଥିଲ ତମେ ଜଣେ ପାଲାକାର ତ୍ରିଲୋଚନ ଭାଇ କି ଟିକେ ଚିନ୍ତା କର ତାଙ୍କ ମୁଣ୍ଡ ଗୋଳମାଳିଆ ହେଇନି ମଙ୍ଗ ସିଏ ସଳଖିକି ଧରୁଛନ୍ତି ଆଉ ମଙ୍ଗକୁ ଯିଏ ସଳଖି ଧରି ପାରିବନି ହଁ ସିଏ ସଂସାରରୁ ତରିବ ନାଇଁ ମା ତରିବ କିରେ ନାଇଁ ନାଇଁ ତରିବନି ହଁ ଅଟକି ପଡିବ ର ଦେଖିବା ଯିବା ମଉସା ଚିନ୍ତା କର ରାମ ଆସିଲେ କୋଉଠିକି ଅଯୋଧ୍ୟାକୁ ଆଜ୍ଞା ଫେର ରାମ ଗଲେ ବଣୁକୁ ଏ ଡବଲ କଥା ଇରେ ତମେ ଆଗକୁ ଆସିକି ଆଗକୁ ଯିବା କଥା ତମେ ଆଗକୁ ଆସିକି ପଛେଇକି କାହିଁକି ଚାଲୁଛ କେମିତି ହେଲା ଏ କଥା? ବଡ ଦାଣ୍ଡରୁ ପୁଣି ନା, ନା, ପୁରା ବସୁଛ ଚୁପ ଇଏ ତମେ ଅଣାବଣା ହେଇକି ଏଣେ ତେଣେ କାହିଁ ପୋଷଛ କାହିଁକି ବସୁଛ ସେ ଜରତା ପର୍ଯ୍ୟନ୍ତ କାହିଁକି ନେଲ ହାଁ? ଅନେଇଟା ହଉ ଛାଡ ତମକୁ ମୁଁ ନ୍ୟାୟ ଦେବି ମା ପାଲା ବେଶୀ ସମୟ ନୁହେଁ ଅଧଘଣ୍ଟେ ହଉ
ଅଧଘଣ୍ଟେ ତମେ ସବୁ ପଳେଇବ। ଖାଲି ମସଲାଟା କଷିଲେ ହେଲା ଆଉ କିଛି ନାହିଁ। ମୁଁ ବେଶୀ ସମୟ ଆଜି ଆଉ ପାଲା ଗାଇବିନି, ମୋ ଦେହ ଅସୁସ୍ଥ, ମୁଁ ଶୋଇପାରୁନି, ମୋତେ ବହୁତ କଷ୍ଟ ହଉଛି ଆଜ୍ଞା ହେଲା। ତମେ ବେଶୀ ସମୟ ନବନି, ଘଣ୍ଟା ଦେଖୁଥାଅ, ଅଧଘଣ୍ଟେରୁ ସବୁ ପଳେଇବ। ଆଉ ଯେତିକି ଗାଇବା କଥା ଗାଅ, ଆଉ ଯାହା ରହିବ ସକାଳୁ ଘଡ଼ିଏ ଗାଇଦେବେ ଆଜ୍ଞା। ବାଇନ ବାବୁ ପାଲା କେମିତି ହୁଏ? ପାଲାଟା ହବ ନା ଆରେ ପାଲା ବିଆଳି ବଛା ନୁହେଁ ରେ, ଏଇ ଚକୁଡି ପକେଇବ। ହଉ ଶୁଣିବ ଗୁଣିକ ଜନ ଦେଇ ମନ କର୍ଣ୍ଣ, ଦେଇ ମନ କର୍ଣ୍ଣ, ଶୁଣିବ ଗୁଣିକ ଜନ ଦେଇ ମନ କର୍ଣ୍ଣ, ଦେଇ ମନ କର୍ଣ୍ଣ, ଦେଇ ମନ କର୍ଣ୍ଣ। ଆଉ ରାମାୟଣ କଥାର ଏ ଅପୂର୍ବ ଆଖ୍ୟାନ, অপূর্ব আখ্যান এতে অপূর্ব আখ্যান ଶୁଣିବ ମା ଭଉଣୀ ମନ କର୍ଣ୍ଣ ଦେଇ ପବିତ୍ର ଆଖ୍ୟାନ କଥା କହୁଅଛି ମୁହିଁ। ପବିତ୍ର କଥାଟା କହୁଛି କହୁଛି ମା। ଏ ଝିଅ, ଛୁଆ ଝିଅ, ତମେ ଯାଇକି ତମ ମାକୁ ଯଦି ମା ଡାକିବନି, ରାଗି ଯାଇଛ ମାଉସୀ ବୋଲି ଡାକୁନ। ମାଆକୁ ମାଉସୀ ତ ପିଠି କୁଣ୍ଡି କେତେ ପଢ଼ା ଲଗା ର ତାହେଲେ ବାବୁ ତମକୁ ପୁଅ, ତମ ପୁଅ ବାପା ଡାକିବନି, ତାହେଲେ ବାପାର ସଂଜ୍ଞା କଣ? ডাড ତମ ତ କଣ କାହିଁକି ଏସବୁ ପ୍ରଶ୍ନ ନାହିଁ। ତମେ ପାଲା କଣ କରିବ? ଏଇ ଜିଲ୍ଲାର ଜଣେ ବରେଣ୍ୟ ଗାୟକ ଡକ୍ଟର ଶିଶିର ପାଢ଼ୀ ମୋର ବନ୍ଧୁ, ଆଜ୍ଞା ଏକା କ୍ଲାସମେଟ୍ ଆମେ। ବହୁତ ଥର ପାଲା ବାଦିରେ ନ ଗାଇଲେ ବି ବହୁତ ଥର ସାଙ୍ଗ ହେଇଛୁ, ଆଜ୍ଞା ଆଜ୍ଞା ମଞ୍ଚକୁ ବି ଡାକିଛି। ସେତେବେଳେ ନିଶାରେ ସିଏ କହନ୍ତି ଯେଉଁ ପାଲାରେ କାହିଁକି କଣ ପାଇଁ କେଉଁଥି ପାଇଁ ପ୍ରଶ୍ନବାଚୀ ନାହିଁ, ବାଃ। ପାଲା ହବ କି ମଉସା? না ମୁଁ ଗାଳି ଦେବି ତମକୁ କଣ ପାଇଁ? ଇଏ ପ୍ରଶ୍ନ ନା ଆଉ ତମେ ତ ଖାଲି ହୋ ହୋ। ହଉ ଛାଡ। ମା ବାପାର ସଂଜ୍ଞା କଣ ମନେ ରଖ? ପିତା ସ୍ୱର୍ଗ, ପିତା ଧର୍ମ, ହିଁ ପରମ ତପ, ପିତାରି ପ୍ରୀତିମା ପୂର୍ଣ୍ଣେ, ଶ୍ରୀ ସର୍ବଦେବତା। ର ପିତା କହିଲେ ବାପା, ପିତା କହିଲେ କଣ ଝିଅ? তা কইলে বাবা ବାପାଙ୍କର ଗୋଟେ ପ୍ରତିଶବ୍ଦ ପିତା। ଆଜ୍ଞା ତମ ବାପା ତମ ପାଇଁ ସ୍ୱର୍ଗ। ପିତା ହଉଛନ୍ତି ପୁତ୍ର ଆଉ କନ୍ୟା ପାଇଁ ମଉସା, ମଉସା ପୁତ୍ର ଆଉ କନ୍ୟା ପାଇଁ ଧର୍ମ। বাস ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତା ହଉଛି ଶ୍ରେଷ୍ଠ ତପସ୍ୟାର ଫଳ। ପ୍ରୀତରି ପ୍ରୀତିମା ପର୍ଣ୍ଣେ ପ୍ରିୟନ୍ତି ସର୍ବଦେବତା। ଦେବତା ଯୋଉ ପୁଅ ଝିଅ ବାପାଙ୍କ ସେବା କରେ, ବାପାଙ୍କର କଥା ମାନି ଚଳେ, ତା ଭଳିଆ ପୁଅ ଝିଅ ଆଉ କୋଉଠି ନାହାନ୍ତି। ସବୁ ଦେବତା ମାନେ ତା ଉପରେ ସନ୍ତୁଷ୍ଟ ହୋଇଥାନ୍ତି। ଆଉ ମା କଣ? ମାର ସଂଜ୍ଞା କଣ? ସାର ମାର ସଂଜ୍ଞା କଣ? ଶୁଣ, ଆକାଶ ଭୂମୟ ପିତା, ପୃଥିବୀ ଗରିୟସୀ ମାତା। ଭାଇ ତମେ ତ ଶ୍ଲୋକ କୋଉ କବିଙ୍କର, କୋଉ ଶ୍ଲୋକ କର୍ତ୍ତାଙ୍କର କହୁନା। ଇଏ କପିଳ ସହିତାର ଦିଟା ଶ୍ଲୋକ ମନେ ରଖ।
ପିତା ସ୍ୱର୍ଗ ପିତା ଧର୍ମ ଏଟାପା ଯାଇଛି ଜନନୀ ଜନ୍ମଭୂମିଶ୍ଚ ନାଇଁ ର ପିତା କଣ ନା ମା ହଉଛି ଜନନୀ ଠାରୁ ବଡ ଜନ୍ମଭୂମି ଠାରୁ ବଡ ଜନନୀ ଜନ୍ମଭୂମି ସ୍ୱର୍ଗାଦପି ଗରିୟସୀ ନାଇଁ କି ଆକାଶ ମହାନ ପିତା পৃথিবী গরিয়সী মাতা জন্মভূমি স্বর্গাদপি গরিয়সী ଟିକେ ଶୁଣି ଯାଅ ବସ ବସ ଆଉ 5 ମିନିଟ ବା କଣ ତମ୍ପା ଅଧଘଣ୍ଟେ ପରେ ପଳେଇବ ଏ ବୁଢୀ ମା ଶୁଣୁ ଶୁଣୁ ଜୀବନ କଥାଟାକୁ ଶୁଣୁ କାଲି ଭାଇ କହୁଥିଲେ ନାଇଁ ଇଏ ଜୀବନର ମୂଲ୍ୟ କିଛି ନାହିଁ ତ କାଳିଆ ଏକା ସାହା ନୁହେଁ କି ତେଣୁ ଯୋଉଠି ଭଲ କଥା ହୁଏ ତାକୁ ଟିକେ ଶୁଣିକି ଯା ଦେଖ ମା ଆମେ ଦି ଗାୟକ ତମକୁ କହୁଛୁ ଆପଣ ମାନଙ୍କୁ କହୁଛୁ ହରିବୋଲ ଦିଅ ମା ତମକୁ କହୁଛୁ ନିବେଦନ କରିକି ହୁଳହୁଳି ଦିଅ ନୁହେଁ କି କହୁନୁ କିନ୍ତୁ ତମେ ବସିଛ ହୁଳହୁଳି ଟିକେ ଦଉନା ବାବୁଙ୍କୁ କହିଲା ବେଳକୁ ହରିବୋଲ ଟିକେ ଦଉନାହାନ୍ତି ଆମେ ଆପଣ ମାନଙ୍କୁ ଭକ୍ତିରେ କହୁଛୁ ଭାବରେ କହୁଛୁ ପ୍ରଭୁଙ୍କ ପାଇଁ କହୁଛୁ ମା ଟିକେ ହୁଳହୁଳି ହରିବୋଲ ଦିଅ ତୁମର ପୁଣ୍ୟ ହବ କିନ୍ତୁ ଏବେ ତମେ ଦେଲନି ଅମାନିଆ ହେଲ ମଲା ବେଳେ ଶବଟା ପାଖରେ କଣ କୁହାଯାଏ କଣ କୁହାଯାଏ ରାମ ନାମ ସତ୍ୟ ହରି ନାମ ସତ୍ୟ ଏବେ ତମେ ରାମ ନାମ ହରି ନାମ କହିଲନି ये कहला राम नाम सत्य है कोई हरि नाम सत्य है राम नाम सत्य है हरि नाम कौन कुआ जाए जानी चुकी बोल हरि 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 बोल जने कहबो बोल हरि हरि बोल आउ समस्ते कहबे हरि बोल बोल हरि एक निर्देशात्मक शब्द बाबू आमे भक्ति रे कहूचु तुमको होउनी तेणु बोल हरि निर्देशात्मक शब्द निर्देश देले हब ना मा मर्त्य रे जे राम नाम तुंडे न धरे मर्त्य जी प्रभुंकर नाम को धरबनी आ तमें कटर करने आईच बेंग वर्षा ऋतु कटर के हम तमें कठर के चल नाई नालोमा से कथा नुहे शुण आकाश ठारू महान किए ए माँ पाटी करना आकाश ठारू बड़ किए बापा आ तुम माने पृथ्वी ठारू महान आउ ए गाँ माटी ए जो चारी मौजा ए जो काईरी ए जो पमसरा ए जो चारि खंड गाँ अच्छी ये कौन स्वर्ग ठारू बड़ से नहीं बाप घर छाड़ी झीटा शाशु घर को गले ता आखिरु धार धार लुह झरी जाए आउ कांदू ना माँ कईके कि 14 वर्ष भरत डाकिलानी माँ बोली से मार छाती रे कलिजा रही आज्ञा कहीं से जन्मदात्री केते कष्ट पुओटीए झीटीए कला सार पुओटीए झीटीए जन्म देवा केते कष्ट माँ सहे नहीं आपणकर रंगा जीव गंगाधर मेहर कहले कौन कलम कले कहले ये गर्भ जातनार कष्ट एते जे जन्म कला समय रे
ପ୍ରସବ ବେଦନା ହଜାରଟା କଙ୍କଡା ବିଛା କାମୁଡ଼ିଲେ ମାକୁ ଯେତିକି କଷ୍ଟ ହୁଏ, ପିଲାଟିଏ ପୁଅଟିଏ ଝିଅଟିଏ ଜନ୍ମ ଦେଲା ବେଳେ ମାକୁ ସେତିକି କଷ୍ଟ ହୁଏ। ଆମେ ମାନେ ଆମ ମା ବାପାକୁ ସେତିକି କଷ୍ଟ ଦେଇଥାନ୍ତି। ତା ଛଡ଼ା ଟିକିଏ ବଢିଲେ ମାର କୋଳ ତମ ମାନଙ୍କ ପାଇଁ ସ୍ୱର୍ଗ ହେଇଯାଏ। ସେଇଥିପାଇଁ ଡମ୍ବୁରଧର ପରିଡ଼ା କହିଲେ କହିଲେ ମା କୋଳେ ପୁଅ ଦୁନିଆ ଡରେ ନା ବାପ ଥିଲା ପୁଅ ସବାରେ ହାରେ ନା ବାପ ଥିଲା ପୁଅ ସବାରେ ହାରେ ନା। ମା କୋଳରେ ପୁଅଟା ଦୁନିଆକୁ ଡରେ ନା। ବାପା କୋଳରେ ବାପା ଥିଲା ପୁଅ କେବେ ସଭାରେ ହାରିଯାଏ ନା। ନାଇଁ ନାଇଁ ଇଏ ପୁଅ ପଛେ ହେଉ ଛୋଟା ସେ ପୁନେଇ ରତନା କହି ଦଉଛି କଇକେଇ ମୋ ପୁଅ ଭରତ ମୋ ପାଇଁ ପୁନେଇର ଚାନ୍ଦ ଥିଲା। ମୁଁ ଏଡେ ହତ ଭାଗିନି 14 ବର୍ଷ ହେଲା ରାମରେ। ତୁ ବଣକୁ ଗଲା ଦିନ ଠାରୁ ଭରତ ମତେ କେବେ ମା ଡାକିଲାନି। ପାରିବୁ ବାବୁ ଏହାର କାରଣ ଆଉ ପଠେଇଛି କାହିଁକି ମୁଁ ଅରଣ୍ୟକୁ ଏବେ ଅରଣ୍ୟ ରାମରେ ରାମ ମୋ ପୁଅ ଭରତ ମତେ ମା ଡାକିଲେନି ବଡ କଥା ନୁହେଁ ରେ। ଶୁଣୁ ରାମ ମୁଁ ତୋ ମା ଜନ୍ମଦାତ୍ରୀ। ଯେତିକି କଷ୍ଟ ସହିଛି ମୁଁ ତା ଠାରୁ ତୋ ପାଇଁ ବେଶୀ କଷ୍ଟ ସହିଛି ରେ। ରଙ୍ଗା ଜୀବ ଗଙ୍ଗାଧର ମେହେର କହିଲେ ଏ ଗର୍ଭଧାରଣ ଭାଇ ଆଜି ତମେ ଖାଇବ ତ ଖାଇଦିଅ ତମ ଦେହ ଖରାପ ଅଛି ଔଷଧ ଖାଇବ ହେଲା। ଇଏ ଗର୍ଭଧାରଣ ଯେତେ କଷ୍ଟ ଯେତେ যন্ত্রণা ସହଜିଆ କଥା। ମା ଗୋଡରେ ଗୋଟେ କଣ୍ଟା ଫୁଟିଲେ ମା ଟିକେ ବିଚାର କର ପାଲାକୁ। ସେ ଭାଇ ତ ପାଲା ଗାଉଥିଲେ, ଗୋଡରେ ଗୋଟେ କଣ୍ଟା ଫୁଟିଲେ ଅପା କେତେ କଷ୍ଟ ହୁଏ। ମାଟା ତା ପେଟରେ 2 କିଲୋ 3 କିଲୋ ପିଲାଟାକୁ 10 ମାସ ଧରେ କଷ୍ଟ ହଉନଥିବ। ये पुरुष समाज खंडिए इटा को पिठी बांधिकी 2 दिन रही पारे ताले माटा बा पेटरे बांधिकी 2 दिन रही पारे ना 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 माटा 2 किलो 3 किलो धरे।
ଏ ପୃଥିବୀ ଠାରୁ ବଡ଼ ମା କହୁଛି କୈକେୟୀ ରାମରେ ମୁଁ ଜାଣିଛି କାହିଁକି ମୋ ପୁଅ ଭରତ ମତେ ଡାକୁନି ମା ବୋଲି। ଶୁଣରେ ରାମ, ମୋ ପୁଅ ଭାବିଛି ମୋ ଭାଇ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଶ୍ରେଷ୍ଠ ନାଇଁ, ସିଏ ବଡ ଭାଇ ବଡ ପୁଅ ରାଜଗାଦିରେ ବସିବାର ଅଧିକାର ଅଛି। ମୁଁ ତ ବଡ ନୁହଁ, ମୁଁ ତ ବଡ ନୁହଁ। ମୋ ଭାଇ କି ବଣକୁ ପଠେଇଛି କିଏ? ମୋରି ମା କକେଇ ପଠେଇଛି। ମୋ ମା କୈକେୟୀ ପଠେଇଲା। ମୁଁ ତାକୁ ଆଉ ମା ଡାକିବି ନା। କିନ୍ତୁ ରାମରେ ରାମ, ଆରେ ଟିକେ ଶୁଣ, ଠିଆ ଆରେ ଏ ରାମ, କାହିଁକି ତତେ ବଡକୁ ପଠେଇଛି ଜାଣିଛୁ? ଆରେ ସେଦିନ ମୁଁ ନିସ୍ତବ୍ଧ ରଜନୀରେ କହୁଛି କିଏ କହୁଛି? କହୁଛି ରାମ